କାହାର ରାଜମହଲ ପରି ଘର ଦେଖି ନିଜକୁ ଗରିବ ଭାବନ୍ତୁ ନାହିଁ, କାହିଁକି ନା ଶ୍ମଶାନ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାରର ହୋଇଥାଏ। ଯେବେ ଲୋକମାନେ ଆପଣଙ୍କ ବିରୁଦ୍ଧରେ ଚିନ୍ତା କରିବାରେ ଲାଗି ପଡ଼ିବେ, ତେବେ ବୁଝିଯିବେ ଯେ ଆପଣ ଉନ୍ନତି କରୁଛନ୍ତି। ଭାଗ୍ୟ ମଣିଷ ହାତରେ ନଥାଏ, କିନ୍ତୁ ନିଷ୍ପତ୍ତି ମଣିଷ ହାତରେ ଥାଏ। ଭାଗ୍ୟ ମଣିଷର ନିଷ୍ପତ୍ତିକୁ ବଦଳାଇ ପାରେ ନା, କିନ୍ତୁ ଗୋଟିଏ ଠିକ୍ ନିଷ୍ପତ୍ତି ମଣିଷର ଭାଗ୍ୟ ବଦଳାଇ ଦେଇଥାଏ। ଜୀବନରେ କେବେ କାହା ପାଇଁ କାନ୍ଦିବନି, କାରଣ ସେ ତୁମ ଲୁହ ପାଇଁ ଯୋଗ୍ୟ ନୁହେଁ। ଆଉ ଯିଏ ତୁମ ଲୁହ ପାଇଁ ଯୋଗ୍ୟ, ସେ ତୁମକୁ କେବେ ବି କାନ୍ଦିବାକୁ ଦବନି। ଯଦି କେହି ତୁମକୁ କେବଳ ତାର ଦରକାର ବେଳେ ଖୋଜୁଛି, ତେବେ ଏଥିରେ ଖରାପ ଭାବ ନାହିଁ, କାହିଁକି ନା ଯେତେବେଳେ ଅନ୍ଧାର ହୋଇଯାଏ, ଲୋକେ ଆଲୁଅ ଖୋଜିଥାନ୍ତି। ଏମିତି ପ୍ରାୟ ସବୁବେଳେ ହୋଇଥାଏ। ଯାହାକୁ ତୁମେ ସମୟ ଦେବ, ସିଏ ତୁମକୁ ମହତ୍ତ୍ୱ ଦେବ ନାହିଁ, ଆଉ ଯାହାକୁ ତୁମେ ମହତ୍ତ୍ୱ ଦେବ, ସିଏ ତୁମକୁ ସମୟ ଦେବ ନାହିଁ। ମୁଁ ସେଥିପାଇଁ କୁହେ, ସମୟ ନିଜକୁ ଦିଅ, ନିଜକୁ ଉତ୍ତମ ବନାଅ, ନିଜକୁ ମହତ୍ତ୍ୱପୂର୍ଣ୍ଣ ବନାଅ। ଦେଖିବ, ତୁମେ କାହାକୁ ସମୟ ଦିଅ କି ନ ଦିଅ, ତୁମ ପାଇଁ ସମସ୍ତେ ଅପେକ୍ଷା କରିବେ। ତୁମେ କାହାକୁ ମହତ୍ତ୍ୱ ଦିଅ କି ନ ଦିଅ, ସମସ୍ତେ ତୁମକୁ ଇଜ୍ଜତ ଦେବେ। ଥରେ ବଡ଼ ହୋଇଯାଅ, ତୁମକୁ 1000 ଭୁଲର କ୍ଷମା ମିଳିଯିବ। ଆଉ ଯଦି କେବଳ ଭଲ ହୋଇ ରହିଯାଅ, ତେବେ ଗୋଟିଏ ଛୋଟ ଭୁଲ ପାଇଁ ବି ବହୁତ ବଡ଼ ଦଣ୍ଡ ଭୋଗିବାକୁ ପଡ଼ିବ। ରୂପକୁ ସଜାଇଲେ କି ବା ଲାଭ, ଯଦି ପାଖରେ ଗୁଣ ନାହିଁ କି ବୁଦ୍ଧି ନାହିଁ, ତେବେ ସେ ରୂପର ବି କିଛି ମହତ୍ତ୍ୱ ନାହିଁ। ସୁନ୍ଦରତା ଦିନେ ବୟସ ସହ ଢଳିଯିବ, କିନ୍ତୁ ଯଦି ଉଚ୍ଚ ବ୍ୟକ୍ତିତ୍ୱ ଥାଏ, ତେବେ ସମ୍ମାନ ଆଉ ଇଜ୍ଜତ ନ ମାଗିଲେ ବି ମିଳିବ। କେବେ କାହାର ଗରିବ ଅବସ୍ଥାକୁ ଦେଖି ସମ୍ପର୍କ ଭାଙ୍ଗ ନାହିଁ। ମାନୁଛି, ଗରିବ ପାଖରେ ଧନର ଅଭାବ ଥାଏ, କିନ୍ତୁ ଯେଉଁ ସ୍ନେହ ଆଉ ସମ୍ମାନ ଜଣେ ଗରିବ ଦେଇପାରେ, ତାହା କେବେ ଜଣେ ଧନୀ ଦେଇପାରିବ ନାହିଁ। କାରଣ ଗରିବ ପକେଟରେ ଧନ ନଥାଇପାରେ, କିନ୍ତୁ ଅନ୍ତରରେ ସୁନ୍ଦର ମନଟିଏ ଥାଏ। ଏ ସୃଷ୍ଟିରେ ସବୁଠାରୁ ବଡ଼ ବୁଦ୍ଧିମାନ ପ୍ରାଣୀ ହେଉଛି ମଣିଷ, ଆଉ ସବୁଠାରୁ ବଡ଼ ମୂର୍ଖ ବି ଏଇ ମଣିଷ। ସମସ୍ତଙ୍କୁ ଖୁସି କରିବା ନିଶ୍ଚୟ ଆମ ହାତରେ ନଥାଇପାରେ, କିନ୍ତୁ କାହାକୁ ଦୁଃଖୀ ନ କରିବା ନିଶ୍ଚୟ ଆମ ହାତରେ ଅଛି। ଏହା ସତ କି କେହି କାହା ବିନା ମରିଯାଏନି, କିନ୍ତୁ କେବଳ ନିଶ୍ୱାସ ନେବାକୁ ଜୀବନ କୁହାଯାଏନି। ଜୀବନର ଆଇନା ଅନ୍ୟ କାହାକୁ ଦେଖେଇବା ପୂର୍ବରୁ ଥରେ ନିଜେ ଦେଖିବା ଭଲ। ଆମେ ଏବେ ସେଇ ଯୁଗରେ ବଞ୍ଚୁଛେ, ଯେଉଁଠି ସରଳତାକୁ ଲୋକ ମୂର୍ଖତାର ପରିଚୟ ଦିଅନ୍ତି। ଏମାନଙ୍କ ଠାରୁ ଟିକେ ବଞ୍ଚିକି ରୁହନ୍ତୁ, ଯିଏ ପ୍ରଥମେ ହାରିବାରେ ସାହାଯ୍ୟ କରନ୍ତି, ପରେ କାହିଁକି ହାରିଗଲୁ ପଚାରି ପୁଣି ଜଖମରେ ଲୁଣ ପକାଇଲା ଭଳି କାମ କରନ୍ତି। ଯଦି କୌଣସି ପୁଅ କେବଳ ତୁମ ସୌନ୍ଦର୍ଯ୍ୟକୁ ପସନ୍ଦ କରୁଛି, ତେବେ ତୁମେ ବୁଝିଯାଅ କି ତାହା ପ୍ରେମ ନୁହେଁ, ଆକର୍ଷଣ ହୋଇପାରେ। କାହାକୁ ଏତେ ବି ସମୟ ଦିଅନି କି ଆପଣଙ୍କୁ ଫ୍ରି ଭାବି ସିଏ ଆପଣଙ୍କ ସମୟ ଆଉ ଆପଣଙ୍କୁ ଫାଲତୁ ଭାବି ନେବ। ଆଜିକା ଦୁନିଆରେ ଅଧିକ ଭଲ ହେବା ବି ଗୋଟିଏ ଭୁଲ ହୋଇଥାଏ। ଅନ୍ୟମାନେ ଭାବନ୍ତି କି ଆପଣ କେବଳ ଭଲ ହେବାର ଅଭିନୟ କରୁଛନ୍ତି, ନହେଲେ କିଛି ସ୍ୱାର୍ଥ ମନ ଭିତରେ ଅଛି, କିମ୍ବା ମହାନ ହେବା ପାଇଁ ଚେଷ୍ଟା କରୁଛନ୍ତି। ଯେଉଁ ପର୍ଯ୍ୟନ୍ତ ନିଜ ଦୁଃଖର କାରଣ ଅନ୍ୟକୁ ଭାବି ଚାଲିଥିବେ, ସେ ପର୍ଯ୍ୟନ୍ତ ତୁମ ହସ ଏବଂ ଖୁସିକୁ ଅନ୍ୟମାନେ ଲୁଟୁଥିବେ। ଯେବେ ତୁମେ ଅନୁଭବ କର କି ତୁମକୁ ତଥା ତୁମ କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି, ସେତେବେଳେ ତୁମେ ନିଜକୁ ଧ୍ୟାନର ସହ ଗୁରୁତ୍ୱ ଦେବା ଦରକାର। କିଛି ମଣିଷ ଏପରି ଅଛନ୍ତି, ଯିଏ ଆମ ସାମ୍ନାରେ ଆମର ହେବାର ଅଭିନୟ କରନ୍ତି, ଆମ ପଛରେ ଆମର ହିଁ ଚେର କାଟନ୍ତି। ଏମିତି ଜଣେ କେହି ରହିବା ଦରକାର ଏଇ ଜୀବନରେ, ଯିଏ ଆମ କଷ୍ଟକୁ ମୁହଁରେ ନୁହେଁ, ବରଂ ହୃଦୟରୁ ବୁଝିପାରୁଥିବ। ମଣିଷର ଯେତେ ଜ୍ଞାନ ବଢ଼ିବ, ମଣିଷ ସେତେ ନୀରବ ହେବାର ରହସ୍ୟ ଜାଣିପାରିବ। ସେଥିପାଇଁ ତ ମୂର୍ଖ ବାଚାଳ ପରି ଗପିଥାନ୍ତି ଏବଂ ଜ୍ଞାନୀ କେବଳ ଜରୁରୀ ଥିଲେ କଥା କୁହନ୍ତି। ଥରେ ଯିଏ ହୃଦୟରୁ ବାହାରିଯାଏ, ତାକୁ ପୁଣି ଥରେ ହୃଦୟରେ ଜାଗା ଦେବା ଏତେ ସହଜ ହୋଇନଥାଏ। ସମ୍ପର୍କର ଦ୍ୱାହି ଦେଇ କିଛି ମଣିଷ ଏପରି ପରିସ୍ଥିତିରେ ଆମକୁ ଛିଡ଼ା କରିଦିଅନ୍ତି, ନା ଆଗକୁ ଯାଇ ହୁଏ ନା ପଛକୁ ଫେରି ହୁଏ। ଜୀବନରେ ଶେଷ ହେଲା ଭଳି କିଛି କଥା ନାହିଁ। ସବୁଦିନ ସକାଳ ଏକ ନୂଆ ଆରମ୍ଭ ଆଣିଥାଏ। ସତ୍ୟ, ନିଷ୍ଠା, ନ୍ୟାୟ ଏବଂ ଜ୍ଞାନ
ଯାହା ପାଖରେ ନାହିଁ ସିଏ ମଣିଷ ନୁହେଁ, ପଶୁ ସହ ସମାନ ହୋଇଥାଏ। ମଣିଷ ସହିବାର ସୀମା ଟପିଲେ ଏବଂ ବୁଝିବା ମଣିଷ ଅବୁଝା ହେବାକୁ ଲାଗିଲେ ସମ୍ପର୍କ ଧୀରେ ଧୀରେ ଶେଷ ହୋଇଯାଏ। ଯେବେ କାହାକୁ ସାହାଯ୍ୟ କରିବାର ସୁଯୋଗ ମିଳେ ନିଶ୍ଚୟ ସାହାଯ୍ୟ କରନ୍ତୁ। କାରଣ ହୋଇପାରେ ଭଗବାନ ଆପଣଙ୍କ ମାଧ୍ୟମରେ କାହା ଡାକ ଶୁଣୁଛନ୍ତି। କୌଣସି ବି ପୁଅ ନିଜ ମେଲ୍ ଇଗୋ କାରଣରୁ କୌଣସି ଝିଅଙ୍କର ବି କଥାର ଜବାବ ଦେବାକୁ ଚାହିଁଥାଏ। କିନ୍ତୁ ଗୋଟିଏ ପୁଅ କେବଳ ସେଇ ଝିଅର ସବୁ କଥାକୁ ସବୁ ରାଗକୁ ସହିଯାଏ, ଯାହାକୁ ସେ ହୃଦୟରେ ରଖିଥାଏ, ଯାହାକୁ ସେ ଅନ୍ତରରୁ ଭଲ ପାଉଥାଏ।